ନମସ୍କାର ଦର୍ଶକ ବନ୍ଧୁ, ଆର୍ ଓଡ଼ିଆ ଭକ୍ତି ଚ୍ୟାନେଲରେ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଜାଣିବା ଗର୍ଭରେ ଜୀବ 10 ମାସ ରହେ, କେଉଁ ମାସରେ ଜୀବ ଶରୀରର କେଉଁ ଅଂଶ ତିଆରି ହୋଇଥାଏ। ତ ଦର୍ଶକ ବନ୍ଧୁ, ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ କହି ରଖୁଛି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ। ଋତୁସ୍ରାବ ସମୟ ମଧ୍ୟରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମିଳନ ହେଲେ ସ୍ୱାମୀ ଶୁକ୍ର ଓ ସ୍ତ୍ରୀ ରଜ ମିଳନ ଘଟି 7 ରାତ୍ରିରେ ବୁଦ୍ବୁଦ୍ ତିଆରି ହୁଏ। ବୁଦ୍ବୁଦ୍ ମାନେ ବୁଝୁଛନ୍ତି ତ, ଯେଉଁ ରକ୍ତ ପିଣ୍ଡୁଳା, ସେଇଆକୁ ହିଁ ବୁଦ୍ବୁଦ୍। ଏକ ପକ୍ଷରେ ପିଣ୍ଡ ନିର୍ମାଣ ହୋଇଯାଏ। ତାହା 1 ମାସରେ କଠିନ ହୋଇ କମଳା ଆକାରର ଧାରଣ କରେ ଏବଂ 2 ମାସରେ ଶରୀର, 3 ମାସରେ ପାଦ ତିଆରି ହୁଏ ଏବଂ 4ର୍ଥ ମାସରେ ଜାନୁ, ପେଟ ଏବଂ ଅଣ୍ଡା ନିର୍ମିତ ହୁଏ। 5ମ ମାସରେ ପିତ୍ତ, ପିଠି ଓ ମେରୁଦଣ୍ଡ ଏବଂ 6ଠ ମାସରେ ମୁଖ୍ୟ, ନାସା, କର୍ଣ୍ଣ, ନେତ୍ର ଆଦି ନିର୍ମିତ ହୁଏ ଏବଂ 7ମ ମାସରେ ଜୀବ ଯୁକ୍ତ ହୋଇ 8ମ ମାସରେ ଜୀବର ଶରୀର ତିଆରି ହୋଇଯାଏ ଏବଂ 9ମ ମାସରେ ଜୀବର କର୍ଣ୍ଣଦଳ ହୋଇ ବିଗତ ଯେତେ ଯେତେ ଜନ୍ମର ସମସ୍ତ ଶୁଭ ଓ ଅଶୁଭ ସ୍ମୃତି ତାହା ମାନସ ପଟରେ ନାଚି ଉଠେ। ଫଳରେ ଜୀବ ଦୁଃଖ ଯନ୍ତ୍ରଣା ଅନ୍ତର୍ଦ୍ୱନ୍ଦ୍ୱ ଅନଳରେ ଜଳି ଜଳି 10 ମାସରେ ମାତୃଗର୍ଭରୁ ଭୂମିଷ୍ଠ ହୁଏ। ତ ଦର୍ଶକ ବନ୍ଧୁ, ଭିଡ଼ିଓଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ। ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯେମିତି ସର୍ବପ୍ରଥମେ ଆମ ନୋଟିଫିକେସନ୍ ଆପଣଙ୍କ ପାଖକୁ ପହଞ୍ଚି ଯାଇପାରିବ।